কৃষ্ণ এ দ্বাপর যুগরে শত্রু অটু মোর ভাবিଅଛୁ মনে অষ্টবর্ষ বিনাশ করিবু ত্রিভুবন বিজয় বীর কংসাসুরী শতধে কৃষ্ণ বলরাম অহম এক দেয় নাস্তি এ দ্বাপর যুগরে কেবল মু হি মু তেଣୁ ଶୁଣ କୃଷ୍ଣ ବଳରାମ ସମୟକୁ ଅପେକ୍ଷା କର ଆସୁଛି ସେ ସୁବର୍ଣ୍ଣ ସୁଯୋଗ କଳେ ବଳେ କୌଶଳେ ଏ ଦ୍ୱାପର ଯୁଗରେ ନିଶ୍ଚୟ ବଧ କରିବି ମୁହିଁ କୃଷ୍ଣ ବଳରାମ। ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମୁଁ ଯେତେବେଳେ କଂସ ଅଭିନୟ କରିବି ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କୁ ମୁଁ ନିଶ୍ଚୟ ଦର୍ଶନ କରିବି। ମୁଁ ଏଥିରେ ଆନନ୍ଦିତ ଏବଂ ଗର୍ବିତ କାହିଁକି ମୁଁ ଜଣେ କଳାକାର। ତା ପାଦ ତଳେ ଯେତେବେଳେ ମୁଁ କଂସ ଅଭିନୟ କରିବି ତାର ଆଶୀର୍ବାଦ ହିଁ ମୋତେ ଦରକାର। ତେଣୁ ଆଜି ମାଆଙ୍କୁ ଆଶୀର୍ବାଦ ଭିକ୍ଷା ପାଇଁ ଆସିଥିଲି। ମା ଲୋ ମା 77ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ତୁ ହିଁ ମୋତେ ଅଭିନୟ କରିବା ପାଇଁ ସୁଯୋଗ ଦେଇଛୁ ଲୋ ମା। ତେଣୁ ନିର୍ବିଘ୍ନରେ କିପରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଚଳିତ ବର୍ଷ 11 ଦିନ ସମାପନ ହେବ ସେ ଦାୟିତ୍ୱ ତୋ ଉପରେ। ତୋରି ଆଶୀର୍ବାଦରେ ହିଁ ସବୁକିଛି ମା। ତେଣୁ ମୁଁ ହାତ ଯୋଡ଼ି ତୋତେ ପ୍ରାର୍ଥନା କରୁଛି ଲୋ ମା ଜଗଜ୍ଜନନୀ ମା ସମଲେଶ୍ୱରୀ ତୁ ମୋତେ ଆଶୀର୍ବାଦ ଦେବୁ ଶକ୍ତି ଦେବୁ କିଭଳି ଭାବରେ 11 ଦିନ କାଳ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମୁଁ ସମାପନ କରିବି କେବଳ ତୋରି ଆଶୀର୍ବାଦରୁ ମା ତୋରି ଆଶୀର୍ବାଦ। ମଥୁରା ନଗରୀର ସର୍ବସାଧାରଣଙ୍କୁ ମୁଁ ଜଣାଇ ଦେଉଛି ମୁଁ ଭୁବନେଶ୍ୱର ପ୍ରଧାନ ଚଳିତ ବର୍ଷ ତମମାନଙ୍କ ଆଶୀର୍ବାଦରେ ଚଳିତ ବର୍ଷ ମୁଁ କଂସ ଅଭିନୟ କରିବି। ଆସନ୍ତା ଜାନୁଆରୀ 3 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ତେଣୁ ସମସ୍ତେ ଛୁଟି ଆସନ୍ତୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ଉପଭୋଗ କରିବା ପାଇଁ ଏବଂ ମା ସମଲେଶ୍ୱରୀଙ୍କ ପାଦ ତଳେ ଚରଣାଶ୍ରିତ ହୋଇ କୃଷ୍ଣ ବଳରାମଙ୍କ ପାଦ ତଳେ ଚରଣାଶ୍ରିତ ହୋଇ ଏ କଳି ଯୁଗରୁ ସମସ୍ତେ ମୁକ୍ତି ପାଆନ୍ତୁ। ଜୟ ଶ୍ରୀକୃଷ୍ଣ ଜୟ କୃଷ୍ଣ ଜୟ ମା ସମଲେଶ୍ୱରୀ। ଦେଖନ୍ତୁ ସର୍ବପ୍ରଥମରେ ମା ବସିଛନ୍ତି ମା ତାଙ୍କରି କୃପା ଭିକ୍ଷା ଆଜି ଲାଭ କରିଛି। ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମୁଁ କଂସ ଅଭିନୟ ନିଶ୍ଚୟ କରିବି। ତେଣୁ ମାଙ୍କର ଆଶୀର୍ବାଦରେ ମୁଁ ନିଶ୍ଚୟ ଭଲ ଅଭିନୟ କରି ଦର୍ଶକମାନଙ୍କୁ ଖୁସି କରିବି ବୋଲି ମୋର ବିଶ୍ୱାସ ତଥା ଆଶା। କାହିଁକି ମୋ ସାମ୍ନାରେ ମା ଅଛି ତେଣୁ କୌଣସିଟା ଅଭାବ ହେବ ନାହିଁ। ସେ ସଂଳାପ ହେଉ ଅଭିନୟ ହେଉ ପୌରାଣିକ କଥାବସ୍ତୁ ହେଉ Pero ଦକ୍ଷିଣା शरणागत दिनार्थ
परित्राणपरायणे सर्वस्यार्थ हरे देवी नारायणी नमस्तुते। अपर्णा पार्वती दुर्गा काली हैमवती स्मरा शिवा भवानी रुद्राणी च। কৃষ্ণ এ দ্বাপর যুগরে শত্রু অটু মোর ভাবিଅଛୁ মনে অষ্টবর্ষ বিনাশ করিবু ত্রিভুবন বিজয় বীর কংসাসুরী শতদে কৃষ্ণ বলরাম অহম এক দেয় নাস্তি এ দ্বাপর যুগরে কেবল মু হি মু তেଣୁ ଶୁଣ କୃଷ୍ଣ ବଳରାମ ସମୟକୁ ଅପେକ୍ଷା କର ଆସୁଛି ସେ ସୁବର୍ଣ୍ଣ ସୁଯୋଗ କଳେ ବଳେ କୌଶଳେ ଏ ଦ୍ୱାପର ଯୁଗରେ ନିଶ୍ଚୟ ବଧ କରିବି ମୁହିଁ କୃଷ୍ଣ ବଳରାମ।